ନିଜ ପୁଅକୁ କଚାଡ଼ି ମାରିଦେଲା ବାପା। ଏ ପୁଅର ଭୁଲ କ'ଣ ଥିଲା? ବାପ କ'ଣ ପାଇଁ ନିଜ ପୁଅକୁ ମାରିଛି? ସୂଚନା ଅନୁଯାୟୀ ବରଗଡ଼ ଜିଲ୍ଲାର ପାଇକମାଲ ବ୍ଲକ ବରତୁଣ୍ଡା ଗ୍ରାମ ପଞ୍ଚାୟତର ଅନ୍ତର୍ଗତ ଚେରଙ୍ଗା ଝାଞ୍ଚ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭିନବ ଘଟଣା। ଘଟଣାଟି ହେଉଛି ନିଜ ପୁଅକୁ କଚାଡ଼ିକି ମାରିଦେଇଛି ବାପା। ପ୍ରାପ୍ତ ସୂଚନା ଅନୁଯାୟୀ ଚେରଞ୍ଜା ଝାଞ୍ଚ ଗ୍ରାମର ହେମନ୍ତ ପିତା ମାଲଭୁଏ ଗତ ରାତିରେ ଅତ୍ୟଧିକ ମାତ୍ରାରେ ମଦ ପିଇ ଘରକୁ ଆସିଥିବା ବେଳେ କୌଣସି କାରଣବଶତଃ ଘରେ ପାଟିତୁଣ୍ଡ ହେବାରୁ ସହ ଅତ୍ୟଧିକ ରାଗିଯାଇ ନିଜ ପୁଅର 5 ମାସର ପୁଅକୁ ତଳେ କଚାଡ଼ି ଦେଇ ମାରିଦେଲା। କେମିତିକା ବାପା ଇଏ? ତାଙ୍କ ଘର ଲୋକ ସଙ୍ଗେ ସଙ୍ଗେ ପୁଅକୁ ପଦ୍ମପୁର ଚିକିତ୍ସାଳୟକୁ ନେଇ ଚିକିତ୍ସା ନିମନ୍ତେ ନେଉଥିବା ବେଳେ ସମୟରେ ରାସ୍ତାରେ କ'ଣ ଶିଶୁର ଜୀବନଟା ଚାଲିଗଲା। ବର୍ତ୍ତମାନ ସମୟରେ ହେମନ୍ତକୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି ପାଇକମାଲ ପୋଲିସ ଷ୍ଟେସନର ପୋଲିସ ଥାନା ଅଧିକାରୀ ସୁଶାନ୍ତ କୁମାର ବଢ଼େଇ।